ବର୍ଷା କେତେ ଜୋର ହେଉଛି। ଏମିତି ଯଦି ବର୍ଷା ହେବ ତାହେଲେ ପରିବା ବିକିବା ପାଇଁ କେମିତି ଯିବି? ଆଶା ତାର କବାଟ ପାଖରେ ଠିଆ ହୋଇଥିଲା। ସେ କେତେବେଳେ ବର୍ଷା ଛାଡ଼ିବ ଅପେକ୍ଷା କରିଥିଲା। ସେହି ସମୟରେ ପୂଜା ପାଟି କଲା, ମା କେଉଁଠାରେ ଅଛ? ଆସ, ମୋତେ ଆଗ ଖାଇବାକୁ ଦିଅ, ତାପରେ ବର୍ଷା ଛାଡ଼ିଗଲେ ତମେ ପରିବା ବିକିବା ପାଇଁ ଯିବ। ଆଶା ତାର ଝିଅ ପୂଜା ପାଖକୁ ଆସିଲା। ଦେଖ ପୂଜା, ତୁ ଏତେ ବଡ଼ ହେଲୁଣି, ତୁ ଏବେ ନିଜେ କେମିତି ନିଜେ ତୋର ଖାଇବା ପରସିବୁ ସେଇ କଥା ତୁ ନିଜେ ଚିନ୍ତା କର। କାହିଁକି ନା ତୁ ଏବେ ବଡ଼ ହୋଇଗଲୁଣି। କିଛି ଦିନ ପରେ ତୋର ବାହାଘର ହେବ, ଆଉ ତୋର ଶାଶୁଘର ଯାଇ ତୁ କ'ଣ କରିବୁ? ମା, ତମକୁ ମୋ କଥା କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ। ତମେ ତମ କଥା ଚିନ୍ତା କର। ମୁଁ ଗୋଟିଏ ଧନୀ ଘର ଦେଖି ବାହା ହୋଇଯିବି। ସେଠାରେ ମୁଁ ଆରାମ କରିବି। ତାପରେ ଆଶା ସେଠାରୁ ଚାଲିଗଲା। ଆଶା ମାର୍କେଟରେ ପରିବା ବିକୁଥାଏ। ଆଶା ପାଖକୁ ତାର ଝିଅ ପୂଜା ମଧ୍ୟ ଗଲା। ମା, କିଛି ଟଙ୍କା ଦିଅ ନା, ମୁଁ ଡ୍ରେସ୍ ଆଣିବା ପାଇଁ ଯିବି। ମୋ ପାଖରେ ଏବେ ଜମା ବି ଟଙ୍କା ନାହିଁ। ତୁ କିଛି ଦିନ ଅପେକ୍ଷା କର, କିଛି ପଇସା ହୋଇଯାଉ, ଦେଲେ ତୋ ପାଇଁ ମୁଁ ଡ୍ରେସ୍ ଆଣିଦେବି। ଏମିତି ମା ଝିଅ କଥା ହେଉଥାନ୍ତି। ପରିବା କିଣିବା ପାଇଁ ସୋନରାମ ଏବଂ ତାର ମା ଆସିଲେ। ଆରେ ଭଉଣୀ, ଏ ଝିଅ କିଏ? ଆରେ ଇଏ ମୋ ଝିଅ ପୂଜା। ପୂଜାକୁ ଦେଖି ସୋନରାମର ମା ତା ଘରର ବୋହୂ କରିବା ପାଇଁ ଭାବିଲା, କାରଣ ପୂଜା ଦେଖିବା ପାଇଁ ବହୁତ ସୁନ୍ଦର ଥିଲା। ଦେଖ ଭଉଣୀ, ଯଦି କିଛି ନ ଭାବିବ, ପୂଜାକୁ ଆମ ଘରର ବୋହୂ ମୁଁ କରିବାକୁ ଚାହେଁ। ପରେ ଆଶା ସୋନରାମକୁ ଚାହିଁଲା। ଦେଖ ଭଉଣୀ, ପ୍ରଥମତଃ ଆମେ ବହୁତ ଗରିବ, ଦ୍ୱିତୀୟରେ ମୋ ଝିଅ ବୟସ ବହୁତ କମ୍, ଆଉ ସୋନରାମର ବୟସ ବହୁତ ଅଧିକ। ମୁଁ କେମିତି ତାକୁ ବାହା କରିବି? ମା, ମୋତେ କିନ୍ତୁ ସୋନରାମ ପସନ୍ଦ। ମୁଁ ସୋନରାମକୁ ବାହା ହେବି। 7-8 ବର୍ଷ ବଡ଼ ହେଲେ କ'ଣ ହେଲା? ତାଙ୍କର ବହୁତ ପଇସା, ସେ ବହୁତ ଧନୀ। ମୁଁ ସେଇଟାରେ ବାହା ହେବି। ତାପରେ ପୂଜା ସହିତ ସୋନରାମର ବାହାଘର ହୋଇଗଲା। କିଛି ଦିନ ଏମିତି ଭଲରେ ବିତିଗଲା। ଦିନେ ସୋନରାମ ଅଫିସ କାମରେ ବାହାରକୁ ଯାଇଥିଲା। ସେହି ସମୟରେ ସୋନରାମର ମାର ଦେହ ବହୁତ ଖରାପ ହୋଇଗଲା, ଆଉ ସୋନରାମର ମା ବେଡ୍ରେ ଶୋଇଥିଲା। ସେ ଉଠା ବସା ମଧ୍ୟ କରିପାରିଲା ନାହିଁ। ପୂଜା ଦିନେ 2 ଦିନ ସୋନରାମ ମାର ଦେଖାଶୁଣା କଲା। ତାପରେ ଏ ବୁଢ଼ୀକି ମୁଁ ଆଉ କେତେଦିନ ଏମିତି ସେବା କରିବି? ମୁଁ ଆଉ ପାରିବି ନାହିଁ। ମୁଁ ଯାଉଛି, ମୋ ବାପ ଘରକୁ ଚାଲିଯିବି। ତାପରେ ପୂଜା ଲଗେଜ ନେଇ ତାର ବାପ ଘରକୁ ଚାଲିଗଲା। ଆରେ ମା, ତୁ ଘରକୁ ଆସିବୁ ବୋଲି ତ କିଛି ଖବର ଦେଇନ? ନା ମା, ଖବର ଦେବି କେମିତି? ସୋନରାମ ଘରେ ନାହାନ୍ତି। 2-3 ଦିନ ହେଲା ମୋର ଶାଶୁର ଦେହ ଖରାପ। ମୁଁ ତ କେତେଦିନ ତାର ସେବା କରିବି? ସୋନରାମ ଆସନ୍ତୁ, ଦେଲେ ମୁଁ ଘରକୁ ଚାଲିଯିବି। ପୂଜା, ତୁ ଏ କ'ଣ କରୁଛୁ? ତୁ ହେଉଛୁ ସେ ଘରର ବୋହୂ, ଆଉ ତୋର ଶାଶୁର ଦେହ ଖରାପ। ତୁ କେମିତି ସେଠାରୁ ପଳେଇ ଆସିଛୁ? ତୋର ଏବେ ତୋର ଶାଶୁ ପାଖରେ ରହିବା ଉଚିତ। ତାପରେ ଆଶା ଶୀଘ୍ର ସୋନରାମ ଘରକୁ ଗଲା, ଆଉ ଯାଇ ଦେଖିଲା ସୋନରାମ ମା ବେଡ୍ରେ ପଡ଼ିଛି। ତାର ଦେହରେ ବହୁତ ଜ୍ୱର ହୋଇଛି। ଆଶା ମନେ ମନେ ପୂଜାକୁ ବହୁତ ଗାଳି ଦେଲା। ଆଶା ସୋନରାମ ମାର ବହୁତ ଯତ୍ନ ନେଲା। କିଛି ଦିନ ପରେ ସୋନରାମ ମା ମଧ୍ୟ ଭଲ ହୋଇଗଲା। ଦେଖ, ତମକୁ କ'ଣ କହି ଧନ୍ୟବାଦ ଦେବି ମୁଁ ଜାଣିପାରୁନି। କ'ଣ ଧନ୍ୟବାଦ ଦେବେ ମୋତେ? ଏଇ ଅସୁବିଧାରେ ମୋର ଝିଅ ଏଇ ଘରୁ ଚାଲିଯାଇଛି, ସେଇଟା ବହୁତ ଖରାପ ଲାଗୁଛି। ପୂଜା ଗଲେ କ'ଣ ହେବ? ଆପଣ ତ ମୋର ସବୁକିଛି। ଏମିତି ସେବା କଲେ ମୋର ନିଜ ଭଉଣୀ ମଧ୍ୟ କେବେ ବି ଏମିତି ସେବା କରିବ ନାହିଁ। ସୋନରାମ ଆସି ଏଇ ସବୁ କଥା ଶୁଣିଥାଏ। ମା, କାହିଁ ତୋତେ କ'ଣ ହୋଇଥିଲା? ଆଉ ପୂଜା କାହିଁ? ସୋନରାମ ମା ସୋନରାମକୁ ସବୁ କଥା କହିଲା। ଦେଖନ୍ତୁ ମା, ମୁଁ ଆପଣଙ୍କୁ କ'ଣ କହି ଧନ୍ୟବାଦ ଦେବି ଜାଣିପାରୁନି। ଆଜିଠୁ ଆପଣ ଆମ ଘରେ ରହିବେ। ଆଜିଠୁ ଆପଣ ମୋର ସମୁଦୁଣୀ ନୁହନ୍ତି, ଆମେ 2 ଜଣ ଭଉଣୀ। ସେହି ସମୟରେ ପୂଜା ଆସିଲା। ପୂଜା, ତମେ ଏଠାକୁ କ'ଣ ପାଇଁ ଆସିଛ? ଛି ଛି, ତମ ପାଖରୁ କେବେ ବି ଏକଥା ମୁଁ ଆଶା କରିନଥିଲି। ବାହାରି ଯାଅ। ମୋତେ କ୍ଷମା କରିଦିଅ। ମୋର ବହୁତ ବଡ଼ ଭୁଲ ହୋଇଯାଇଛି। ମୁଁ ଆଉ କେବେ ବି ଏମିତି ଭୁଲ କରିବି ନାହିଁ। ମୁଁ ମୋର ଭୁଲ ପାଇଁ ବହୁତ ଅନୁତାପ କରିଛି। ହଁ ସୋନରାମ, ପୂଜାକୁ କ୍ଷମା କରିଦେ। ମା, ମୋତେ କ୍ଷମା କରିଦିଅନ୍ତୁ। ଆଉ ମୁଁ ଏମିତି ଭୁଲ କେବେ ବି କରିବି ନାହିଁ। ହଉ ହେଲା। ସେହିଦିନ ଠାରୁ ପୂଜା ଘର ସବୁ କାମ କଲା, ଆଉ ଭଲ ବୋହୂ ହୋଇ ରହିଲା।